ପିଲାମାନେ ଆଜି ଭିଡିଓରେ ଦଶମ ଶ୍ରେଣୀ ଭୂଗୋଳ ବହିର ପ୍ରଥମ ଅଧ୍ୟାୟ ସମ୍ବଳର ପ୍ରଥମ ପାଠ ସମ୍ବଳ ଓ ତାର ବିକାଶ এই চ্যাপ্ଟরটির প্রশ্ন উত্তর গুড়িক আলোচনা করনেবা এবং ইন্টরনাল এবং বোর্ড পরীক্ষা উপযোগী ইম্পর্টান্ট কোশ্চিন আনসর গুড়িক মধ্যে ডিসকশন করিবা। এক নম্বর নিম্নলিখিত গুড়িকর ঠিক উত্তর লেখ। ক কেউটি অপূরণীয় সম্বল? আইরে পবন শক্তি, টু আইরে শিক্ষানুষ্ঠান, থ্রি আইরে কোইলা, আইভি রে জল। তো ঠিক উত্তর কোইলা। খরে কেউটি গোষ্ঠীগত সম্বল? আইরে গৃহ, টু আই শ্মশান, থ্রি আই চাষ জমি, আইভি রোপণ কৃষিভূমি। উত্তর শ্মশান। তো পিলা মানে শর্ট কোশ্চিন গুড়িক ভালো ভাবে সবুজাঙ্ক মনে রাখা চেষ্টা করবে যেহেতু 50 মার্কর কোশ্চিন আসব। 2 নম্বর পার্থক্য দর্শাও। তো পার্থক্য দর্শাও মধ্যে নিশ্চিত ভাবে কোশ্চিন আসব। করে নবীকরণ যোগ্য সম্বল ও নবীকরণ অযোগ্য সম্বল মধ্যে পার্থক্য দর্শাও। প্রথমে নবীকরণ যোগ্য সম্বল কোন? আইরে যে সম্বল মনুষ্য দ্বারা বারম্বার ব্যবহার সত্ত্বে সম্পূর্ণ ক্ষয় হুয়ে নাহি এবং বিভিন্ন উপায় দ্বারা সেগুড়িকু পুনঃ ভরণ করা যাই পারিথায় সেগুড়িকু নবীকরণ যোগ্য সম্বল কুহাযায়। উদাহରଣ ଯେମିତିକି ଟୁଆରେ ଜଳ, ମୂର୍ତ୍ତିକା, ବାୟୁ ଇତ୍ୟାଦି ନବୀକରଣ ଯୋଗ୍ୟ ସମ୍ବଳର ଉଦାହରଣ। ତାପରେ ନବୀକରଣ ଅଯୋଗ୍ୟ ସମ୍ବଳ ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ବା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଃ ଭରଣ ସମ୍ଭବ ହୋଇ ନଥାଏ ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ। ଟୁଆରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଇତ୍ୟାଦି ନବୀକରଣ ଅଯୋଗ୍ୟ ସମ୍ବଳର ଉଦାହରଣ। ଖରେ ଅବିରାମ ସମ୍ବଳ ଓ ଅପୂରଣୀୟ ସମ୍ବଳ। ତ ପିଲାମାନେ ଏଇଠି ନବୀକରଣ ଯୋଗ୍ୟ ଆଉ ନବୀକରଣ ଅଯୋଗ୍ୟ ସମ୍ବଳ ପାର୍ଥକ୍ୟ ଦର୍ଶା ଭେରି ଭେରି ଇମ୍ପୋର୍ଟାଣ୍ଟ ଅଟେ। ଅବିରାମ ସମ୍ବଳ କ'ଣ ଜାଣିବା। ତ ମଣିଷର ବ୍ୟବହାର ଦ୍ୱାରା ଆଦୌ ହ୍ରାସ ପାଉ ନଥିବା ସମ୍ବଳକୁ ଅବିରାମ ସମ୍ବଳ କୁହାଯାଏ। ଉଦାହରଣ ସୌରଶକ୍ତି, ଜ୍ୱାର ଶକ୍ତି, ଭୂତାପଜ ଶକ୍ତି ଓ ପବନ ଶକ୍ତି ଇତ୍ୟାଦି। ଅପୂରଣୀୟ ସମ୍ବଳ କ'ଣ? ମଣିଷର ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ନିଶେଷ ହୋଇଯାଉଥିବା ଏବଂ ପୁନଃ ସୃଷ୍ଟି କରାଯାଇ ପାରୁନଥିବା ସମ୍ବଳକୁ ଅପୂରଣୀୟ ସମ୍ବଳ କୁହାଯାଏ। ଉଦାହରଣ ଖଣିଜ ପଦାର୍ଥ, ଖଣିଜ ତୈଳ ଓ କୋଇଲା ଇତ୍ୟାଦି। ତ୍ରିଆଇରେ ନିମ୍ନଲିଖିତ ଦୁଇଟିକୁ ଗୋଟିଏ ଲେଖାଏ ବାକ୍ୟରେ ପ୍ରକାଶ କର। କରେ ସମ୍ବଳ ଭଣ୍ଡାର। ଉତ୍ତର ପରିବେଶରେ ଥିବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ବ୍ୟବହାର ହୋଇପାରୁନାହିଁ ସେଗୁଡ଼ିକର ବ୍ୟବହାର ହୋଇପାରୁନାହିଁ ତ ସେଇଭଳି ପଦାର୍ଥକୁ ସମ୍ବଳର ଭଣ୍ଡାର କୁହାଯାଏ। ଖରେ ଜାତୀୟ ସମ୍ବଳ। ଉତ୍ତର ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ, ସାଂସ୍କୃତିକ ଓ ମାନବ ସମ୍ବଳକୁ ଜାତୀୟ ସମ୍ବଳ କୁହାଯାଏ। 4 ନମ୍ବର ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। କ କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ? ଉତ୍ତର ମନୁଷ୍ୟ ପ୍ରାକୃତିକ ପରିବେଶରେ ଅବ୍ୟବହୃତ କିମ୍ବା ଅଜ୍ଞାତ ହୋଇ ରହିଥିବା ପଦାର୍ଥ ଗୁଡ଼ିକର ସନ୍ଧାନ କରି ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳ ରୂପେ ବିବେଚିତ ହୋଇଥାଏ। ଖରେ ସମ୍ବଳର ବିଶେଷତ୍ୱ କ'ଣ? ଉତ୍ତର ସମ୍ବଳର 4ଗୋଟି ବିଶେଷତ୍ୱ ରହିଛି ଯଥା ଉପଯୋଗିତା, କାର୍ଯ୍ୟଦକ୍ଷତା, ସୁଲଭତା ଓ ପରିବର୍ତ୍ତନଶୀଳତା। ଟୁଆରେ ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ଦ୍ୱିତୀୟତଃ ଏହାର ସୁଲଭତା ଥିବା ଆବଶ୍ୟକ। ତୃତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକ। ଚତୁର୍ଥତଃ ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ ଏହାକୁ ପରିବର୍ତ୍ତନ କରାଯାଇ ପାରୁଥିବା ଆବଶ୍ୟକ। ସମ୍ବଳ ସଂରକ୍ଷଣ କହିଲେ କ'ଣ ବୁଝାଏ? ଉତ୍ତର ସମ୍ବଳର ସଯତ୍ନ, ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ତ ସମ୍ବଳ ସଂରକ୍ଷଣ କହିଲେ କ'ଣ ବୁଝାଯାଏ? ଟୁଆଇରେ ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଅଟେ। ଟୁଆଇରେ ସମ୍ବଳ ସଂରକ୍ଷଣର ବାସ୍ତବ ତଥା ମୌଳିକ ଉଦ୍ଦେଶ୍ୟ ହେଉଛି ପରିବେଶର ସୁରକ୍ଷା, ପରିସଂସ୍ଥାର ଉଚିତ ବିନିଯୋଗ ଓ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଇତ୍ୟାଦି। ତ୍ରିଆଇରେ ସମ୍ବଳ ସଂରକ୍ଷଣ ପାଇଁ ବିଶେଷତଃ 3ଟି ଉପାୟ ଅବଲମ୍ବନ କରାଯାଏ ଯଥା 1ରେ ସମ୍ବଳ ବ୍ୟବହାରର ଯଥୋଚିତ ହ୍ରାସ, 2ରେ ସମ୍ବଳର ପୁନଃ ଚକ୍ରୀକରଣ କୌଶଳ ଅବଲମ୍ବନ, ସିରେ ସମ୍ବଳର ପୁନଃ ବ୍ୟବହାର ମାଧ୍ୟମରେ ସମସ୍ତ ପ୍ରକାର ସମ୍ବଳ ସଂରକ୍ଷଣ। ଘରେ ଧାରଣୀୟ ବିକାଶ କହିଲେ କ'ଣ ବୁଝ? ଉତ୍ତର ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଧାରଣୀୟ ବିକାଶ କୁହାଯାଏ। ତ
तो पिलामाने ए थिला तुम मानकर प्रथम अध्यायर प्रथम पाठ। तो भल भाव में प्रैक्टिस करिवो, वर्ष आरंभ परिश्रम करिवो, निश्चित भाव में भल रिजल्ट करिवो। आज पई रहउची, थैंक यू।